12 ଗୋଟି ଜ୍ୟୋତିର୍ଲିଙ୍ଗ ଅଛନ୍ତି ଆପଣ ମାନେ ଜାଣିଛନ୍ତି। ତାଙ୍କ ମଧ୍ୟରୁ ବାବା ବୈଦ୍ୟନାଥ ଅନ୍ୟତମ। ତାଙ୍କର ଦର୍ଶନ ଆପଣ କରୁଛନ୍ତି। ବାବା ବୈଦ୍ୟନାଥଙ୍କର ଲିଙ୍ଗ ଆପଣ ଏଇ ଫଟୋରେ ଦେଖୁଛନ୍ତି। ଏ ଫଟୋ ଆମକୁ ମିଳିଛି ଯିଏ ପୁରୋହିତ ଅଛନ୍ତି, ବାବା ବୈଦ୍ୟନାଥଙ୍କ ପୀଠର ପୁରୋହିତ, ତାଙ୍କର ଫେସବୁକ୍ ପେଜରୁ। ସେ ସେଠି ପୂଜା ଅର୍ଚ୍ଚନା କରୁଛନ୍ତି। ସେ ଏ ଫଟୋଟିକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି। ସେ କିଛି ଲେଖି ନାହାନ୍ତି ଏ ଫଟୋ ବିଷୟରେ, କିନ୍ତୁ ଏ ଫଟୋ ଦେଖିକି ଆମକୁ ଗୋଟେ ଜିନିଷ ଠିକ୍ ଲାଗିଲା ନାହିଁ, ଯାହା ଆପଣମାନେ ଦେଖିକି ଜାଣିପାରୁଥିବେ। ଏଠି ପ୍ଲାଷ୍ଟିକରେ ଠାକୁରଙ୍କର ଅଭିଷେକ କରାଯାଉଛି। ପ୍ଲାଷ୍ଟିକ ଗୋଟେ ଅପବିତ୍ର, ଗୋଟେ ଅଶୁଦ୍ଧ ଜିନିଷ। ସେ ଜିନିଷର ପ୍ରୟୋଗ ପୂଜାରେ କରାଯାଏ ନାହିଁ, ଏକଥା ସମସ୍ତେ ଜାଣନ୍ତି। ତା ସତ୍ତ୍ୱେ ବି ଲୋକ ଚୁପ୍ ରୁହନ୍ତି, କୁହନ୍ତି ଆମେ କାହିଁକି କହିବୁ, ଆମ କଥା କିଏ ଶୁଣିବ, ଆମର ବି କ'ଣ ଯାଉଛି, ଆମେ ଠାକୁରଙ୍କ ପାଖକୁ ଆସିଛୁ, ଆମର ମନ କଥା କହିକି ଯିବୁ, ଆମେ ଅନ୍ୟମାନଙ୍କ କଥା କାହିଁକି ଚିନ୍ତା କରିବୁ। ଏ ଜିନିଷ କିନ୍ତୁ ଠିକ୍ ନୁହେଁ। ଯେତେବେଳେ ଆମେ ସମସ୍ତଙ୍କ ବିଷୟରେ ଚିନ୍ତା କରିବା, ଦୁନିଆ ବିଷୟରେ ଚିନ୍ତା କରିବା, ତା ଭିତରେ ଆମେ ବି ଆସିବା। ଆମେ ଯଦି ଅନ୍ୟ ପାଇଁ ଚିନ୍ତା କରିବା, ଭଗବାନ ଆମ ପାଇଁ ଚିନ୍ତା କରିବେ। ଆମେ ଈଶ୍ୱରଙ୍କର ପୂଜା କରିବାକୁ ଯାଉଛେ, ଈଶ୍ୱରଙ୍କର ମନ୍ଦିର ଏବଂ ଧାମ ବିଷୟରେ ଯଦି ଆମେ ଚିନ୍ତା କରିବା ନାହିଁ, ତାହେଲେ ଆମେ ଈଶ୍ୱରଙ୍କୁ କିଭଳି ଭାବରେ ଭଲ ପାଇଲେ। ଈଶ୍ୱରଙ୍କର ଯଦି ଆମେ ଭକ୍ତ, ତାହେଲେ ଈଶ୍ୱରଙ୍କର ପ୍ରତ୍ୟେକଟି ଜିନିଷ ଆମକୁ ପ୍ରିୟ ଲାଗିବା ଦରକାର। ତାଙ୍କ ପାଇଁ ଆମେ ଚିନ୍ତା ନିଶ୍ଚୟ କରିବା। ଆମର ଅଧିକ ବଳ ନାହିଁ, ଆମ ପାଖରେ ସେଇଭଳିଆ ପାୱାର ନାହିଁ, କିନ୍ତୁ ଆମେ ସାଧାରଣ ଜନତା ଭାବରେ ପ୍ରତିବାଦ ତ କରିପାରିବା ନା, ପଦେ ତ କହିପାରିବା ନା। ନିଜର କର୍ତ୍ତବ୍ୟ ଆପଣଙ୍କୁ କରିବାକୁ ପଡ଼ିବ। କର୍ତ୍ତବ୍ୟରୁ ଯଦି ଆପଣ ଓହରି ଗଲେ, ତାହେଲେ ଆପଣଙ୍କର କାହା ଉପରେ ଅଧିକାର ରହିବ ନାହିଁ। ଯିଏ କର୍ତ୍ତବ୍ୟ କରିଥାଏ ସିଏ ହିଁ ଅଧିକାର ସାବ୍ୟସ୍ତ କରେ। ଯଦି ଆମେ ଭଗବାନଙ୍କ ପାଇଁ ପଦେ କଥା କହିନଥିବା, ଭଗବାନଙ୍କ ଉପରେ ଆମେ କିଭଳି ଭାବରେ ଅଧିକାର ସାବ୍ୟସ୍ତ କରିବା କି ପ୍ରଭୁ ଆମର ସବୁ ଭଲ ମନ୍ଦ ବୁଝନ୍ତୁ। ଏଠି ତ ଠାକୁରଙ୍କ ଧାମକୁ ଅପବିତ୍ର କରାଯାଉଛି, ପ୍ଲାଷ୍ଟିକର ବ୍ୟବହାର କରାଯାଉଛି। ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କର ମନ୍ଦିର ଆମେ ଯାଇଥିଲୁ, ସେଠି ଛୋଟ ଛୋଟ ପିଲା ବିକ୍ରି କରୁଥିଲେ କ୍ଷୀର, କାଗଜ ଗ୍ଲାସରେ ପାଣିଆ କ୍ଷୀର କି ଆଉ କ'ଣ ଧଳା ରଙ୍ଗର କେମିକାଲ ମିଶାଇଛନ୍ତି ଯାହା ବି ଜଣା ନଥିଲା। ସେ ପିଲାମାନେ ଅଗାଧୁଆ ଥିଲା ପରି ଜଣାପଡ଼ୁଥିଲେ, ମାନେ ଅଳିଆ ମଳିଆ ବସ୍ତ୍ର ପିନ୍ଧିଥିଲେ, ତାଙ୍କ ଚୁଟି ବି ଅଳିଆ ଥିଲା, ମଥାରେ ତିଳକ ନଥିଲା, ହାତରେ ରକ୍ଷାସୂତ୍ର ନଥିଲା, ଏମିତି ଲାଗୁଥିଲା। ହଁ, ସେ ପିଲାମାନେ ହିନ୍ଦୀରେ ବି କଥା କହୁଥିଲେ। ଭୁବନେଶ୍ୱରରେ ବାଂଲାଦେଶୀ ରୋହିଙ୍ଗ୍ୟା କେମିତି ଅଧିକ ମାଡ଼ିଗଲେଣି ଆପଣ ତ ଜାଣିଛନ୍ତି। ଆମକୁ ଲାଗୁଥିଲା କି ସିଏ ଯେମିତି ମାନେ କୌଣସି ଅଲଗା କୌଣସି ଧର୍ମର କିମ୍ବା ସେଇମାନେ ଆସିକି ଅଗାଧୁଆ ଏଠି ଏସବୁ ଜିନିଷ ବିକ୍ରି କରୁଥିଲେ। ତ ସେଠୁ ଲୋକମାନେ କିଣୁଥିଲେ, ତାଙ୍କୁ ଆମେ ବୁଝେଇଲୁ, ସଚେତନ କରିଲୁ, କିନ୍ତୁ ସେ ପିଲାମାନେ ସେ କ୍ଷୀରକୁ ସେମିତି ନେଇକିରି ଗଲେ ମନ୍ଦିର ଭିତରକୁ। ସେଦିନ ମନ୍ଦିରରେ ବହୁତ ଭିଡ଼ ଥିଲା, ବହୁତ ଲମ୍ବା ଲାଇନ୍ ଥିଲା। ଲାଇନ୍ ଯେତେ ଆଗକୁ ଯାଉଥାଏ, ଆମ ମନ ଭିତରେ ସେତେ ଭୟ ବଢ଼ି ବଢ଼ି ଯାଉଥାଏ। ଆମକୁ ଭାରି କଷ୍ଟ ଲାଗୁଥାଏ କି ଏମାନେ କାଗଜ ଗ୍ଲାସରେ ଏସବୁ ଏମିତି ପରିସ୍ଥିତିରେ କ୍ଷୀର ନେଇକି ଯାଉଛନ୍ତି, ଏଥିରେ ଅଭିଷେକ କରାହେବ, ଠାକୁରଙ୍କ ଶରୀରକୁ ସ୍ପର୍ଶ କରିବ, ଏସବୁ ଜିନିଷ କୋଉଠି ନା କୋଉଠି କଷ୍ଟ ଲାଗୁଥାଏ ଆମକୁ। ଆମେ ଯେତେବେଳେ ଆଗକୁ ଗଲୁ ଲମ୍ବା ଧାଡ଼ିରେ, ସେତେବେଳେ ଆମେ ମନ୍ଦିର ପାଖରେ ଯେତେବେଳେ ପହଞ୍ଚିଲୁ, ଠାକୁରଙ୍କର ଅଭିଷେକ କରିବା ପାଇଁ ସବୁ ପୂଜକ ମନା କରିଦେଲେ କି କୌଣସି ମାନେ କ୍ଷୀର ବା ଯାହା ବି ବାହାରୁ ଆସିଛି କିଛି ବି ଅଭିଷେକ କରାଯିବ ନାହିଁ, ପୂଜା କରାଯିବ ନାହିଁ। ଯିଏ ଯାହା ଆଣିଛ ନେଇଯାଅ, ବାହାରେ ଯେଉଁ ଲିଙ୍ଗ ଅଛନ୍ତି ସେଠି ଆପଣ ପୂଜା କରିଦେବେ। ତ ସେ ପୂଜକ ସବୁ ମନା କରିଦେଲେ। ଆମେ କିନ୍ତୁ ନିଜ ଘରୁ କ୍ଷୀର ଠାକୁରଙ୍କ ପୂଜା ପାଇଁ ସବୁ ଶୁଦ୍ଧପୂତ ଭାବରେ ପିତ୍ତଳ ବାସନରେ ବେଲପତ୍ର ଇତ୍ୟାଦି ସବୁ ନେଇକି ଯାଇଥିଲୁ। ଆମେ କାହାକୁ କିଛି କହିନୁ। ଠାକୁରଙ୍କୁ ଟିକେ ଦେଖାଗଲେ, ଟିକେ ଫାଙ୍କାରେ ପୋଲିସ ମାନେ ଛିଡ଼ା ହେଇଥାନ୍ତି, ତାଙ୍କ ଗୋଡ଼ ଫାଙ୍କାରେ ଟିକେ ଠାକୁର ଦେଖାଗଲେ। ଠାକୁରଙ୍କୁ ମନ ଭିତରୁ ଆମେ ଏତିକି ଖାଲି କହିଲୁ କି ପ୍ରଭୁ ଏତେ ବାଟରୁ ଆଣିକି ଆସିଲି, ଫେରେଇକି ନେଇକି ଯିବି। ସାଙ୍ଗେ ସାଙ୍ଗେ ଜଣେ ପୂଜକ ଆସିଲେ। ଏମିତି ଲାଗୁଥିଲା ସେ ପୂଜକ ପୂଜା ସାରି ତାଙ୍କ ଘରକୁ ଯାଉଥିଲେ। ଠାକୁରଙ୍କ ବାମ ପାଖରେ ଗୋଟିଏ ରାସ୍ତା ଅଛି ପୂଜକମାନେ ଯିବା ଆସିବା କରିବା ପାଇଁ, ସେଇପଟେ ସେ ପୂଜକ ବାହାରିକି ଯାଉଥିଲେ। ଆମେ ଧାଡ଼ିରେ ଯାଉଥାଉ, ପୂଜକ ସେପଟେ ବାହାରିକି ଆସୁଥାନ୍ତି। ଗୋଟିଏ ଜାଗାରେ ଆମର ପୂଜକଙ୍କ ସହିତ ସାମ୍ନାସାମ୍ନି ଦେଖା ହେଇଗଲା। ଟିକେ କମ୍ ବୟସର ପିଲା, ତ ଆମେ ତାଙ୍କୁ ଖାଲି ଏତିକି କହିଲୁ, ନନା ଟିକେ ପୂଜା କରିଦେବେ। ସାଙ୍ଗେ ସାଙ୍ଗେ ସେ ଆମ ହାତରୁ ଫୁଲ ଚାଙ୍ଗୁଡ଼ାଟା ନେଇଗଲେ। ଫୁଲ ଚାଙ୍ଗୁଡ଼ା, ପିତ୍ତଳର ଫୁଲ ଚାଙ୍ଗୁଡ଼ା ଦେଖିଲେ, ତା ଭିତରେ ପିତ୍ତଳର ହାଣ୍ଡି, ଛୋଟ ହାଣ୍ଡିଟିଏ, ସେଥିରେ କ୍ଷୀର ଥାଏ ଆଉ ବେଲପତ୍ର, ଏତିକି ଜିନିଷ ଆମେ ନେଇକି ଯାଇଥିଲୁ।
ଠାକୁରଙ୍କୁ ନେଇକି କ୍ଷୀର ଢାଳିଲେ ଆମେ ଦେଖିଲୁ ସେଇଠି ଯୋଉ ରହିଥାଏ ବାଉଁଶ ବନ୍ଧା ଯାଇଥାଏ ସେଇ ଫାଙ୍କାରେ ପୋଲିସ ମାନେ ଛିଡା ହେଇଥାନ୍ତି। ସେଇ ଫାଙ୍କାରେ ଆମେ ଦେଖିଲୁ ଠାକୁରଙ୍କ ମସ୍ତକ ଉପରେ କ୍ଷୀରର ଅଭିଷେକ କରାଗଲା। ଭଗବାନଙ୍କୁ ସବୁ ଜଣା, ଭଗବାନ ସବୁ ଜାଣନ୍ତି କିଏ କୋଉ ପରିସ୍ଥିତିରେ କଣ ଆଣିକି ଆସିଛି, କାହିଁକି ଆଣିକି ଆସିଛି, ଏ କଥା କଣ ଆପଣମାନେ ଭୁଲି ଯାଉଛନ୍ତି? ତେଣୁ ଏସବୁ ପ୍ଲାଷ୍ଟିକ ଇତ୍ୟାଦିକୁ ଦୟାକରି ବନ୍ଦ କରନ୍ତୁ। ଯେଉଁ ପିଲାମାନଙ୍କୁ ଆମେ ମନା କରିଥିଲୁ ସେମାନେ ଆମ ପାଖରେ ହିଁ ଛିଡା ହେଇଥିଲେ, ଆମ ଆଗରେ ଛିଡା ହେଇଥିଲେ। ଆମେ ଗୋଟିଏ ଧାଡିରେ ଯାଉଥିଲୁ, ସେ ପିଲାମାନେ ଆମ ମୁହଁକୁ ଚାହୁଁଥାନ୍ତି, ପୂଜକଙ୍କ ମୁହଁକୁ ଚାହୁଁଥାନ୍ତି। ସେ କ୍ଷୀରକୁ ସେମିତି ଫେରେଇକି ନେଇକି ଗଲେ। ଗୋଟେ ଗୋଟେ ମାନେ ବାଉଁଶ ଡାଲା ଭଳି ସେମାନେ ଦେଇଥିଲେ, ଫୁଲ ପତ୍ର ଇତ୍ୟାଦି କ୍ଷୀର ସେ କାଗଜ ଗ୍ଲାସରେ। ତ ତାକୁ ସବୁ ଫେରେଇକି ନେଇକି ଗଲେ। ତାପରେ ସେ କଣ କଲେ ଆମେ ଆଉ ଜାଣିନୁ, କିନ୍ତୁ ସେ ନିଶ୍ଚୟ ତାଙ୍କ ମନ ଭିତରେ ତାଙ୍କ ଭୁଲଟି ବୁଝି ପାରିଥିବେ। ଲୋକ ବୁଝନ୍ତୁ ବା ନ ବୁଝନ୍ତୁ, ସେ ପୂଜକ ହୁଅନ୍ତୁ ବା କୌଣସି ବଳଶାଳୀ ଲୋକ ହୁଅନ୍ତୁ, ବହୁତ ଧନୀ ଲୋକ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଆପଣଙ୍କ ସାମ୍ନାକୁ ଯାହା ଭୁଲ ଆସିବ ଆପଣ ତାର ପ୍ରତିବାଦ କରିବେ ଏବଂ ଭଦ୍ରାମୀର ସହିତ ପଦେ ହେଲେ କହିବେ। ଆପଣଙ୍କ କର୍ତ୍ତବ୍ୟ ଆପଣ ନିଶ୍ଚୟ କରିବେ। ନିଜ କର୍ତ୍ତବ୍ୟରୁ କେବେ ଓହରି ଯିବେ ନାହିଁ। ଯିଏ କର୍ତ୍ତବ୍ୟ କରିଥିବ ତାର ଅଧିକାର ନିଶ୍ଚୟ ରହିଛି। ତେଣୁ ଭଗବାନ ତ ଅନ୍ତର୍ଯାମୀ, ସେ ତ ସବୁ ଜାଣନ୍ତି। ଆପଣ ଯେଉଁଠି ପ୍ରତିବାଦ କରିବେ ସେଠି ଭଗବାନ ଆପଣଙ୍କର ସାଥ ଦେବେନି, ଏ କଥା ଆପଣ ଭାବି ପାରୁଛନ୍ତି? ସେଇ ଭଗବାନ ଆପଣଙ୍କ ସାଥରେ ଅଛନ୍ତି। ତେଣୁ ଆପଣ ଡରିବେ କାହାକୁ? ଯୋଉଠି ଭୁଲ ଜିନିଷ ଦେଖୁଛନ୍ତି ସେଠି ନିଶ୍ଚୟ ପ୍ରତିବାଦ କରନ୍ତୁ। ଏଥର ଜାଗରରେ ଯୋଉଠି ମନ୍ଦିର ଯାଉଛନ୍ତି, ଯାହା ଯାହା ଭୁଲ, ଯେମିତିକି ସୋମସୂତ୍ର ନ ଡେଇଁବା, ପାଦୁକ କୁଣ୍ଡ ନ ଡେଇଁବା, ପ୍ଲାଷ୍ଟିକରେ ଅଭିଷେକ ନ କରିବା ଇତ୍ୟାଦି ଇତ୍ୟାଦି ଜିନିଷ, ଏବଂ ମହିଳାମାନେ ପ୍ରଣବର ଉଚ୍ଚାରଣ ନ କରିବା, ଏସବୁ ଜିନିଷର ବାରଣ ଆପଣ ନିଶ୍ଚୟ କରନ୍ତୁ। ମହାଶିବରାତ୍ରି ପୂଜା ପାଇଁ କାଲି ଆପଣମାନେ 1 ବାର କରିବେ, ରବିବାର ଦିନ ବ୍ରତ, ସୋମବାର ଦିନ ବ୍ରତର ପାରଣା। 3 ଦିନ ଧରି ବ୍ରତ କରାଯାଏ। ବ୍ରତର ନିୟମ, ଠାକୁରଙ୍କର ପୂଜା ବିଧି, ଠାକୁରଙ୍କ ପୂଜାରେ କେଉଁ ଫୁଲ, କେଉଁ ଫଳ, କେଉଁ ପତ୍ରର ପ୍ରୟୋଗ କରାଯିବ, କିଭଳି ପୂଜା କରାଯିବ, ଏସବୁ କିଛି ଆମେ ଆପଣଙ୍କୁ ପୂର୍ବରୁ କହିସାରିଛୁ। ଦୀର୍ଘ 5 ବର୍ଷ କିମ୍ବା 6 ବର୍ଷ ହେଲା ଆମେ ଆପଣଙ୍କ ସହିତ ୟୁଟ୍ୟୁବରେ ରହିଲାଣୁ। ତେଣୁ ସବୁ କଥା ପ୍ରାୟ ଆମେ କହିସାରିଛୁ। ନିଜ ସୁବିଧା ଅନୁସାରେ ଆପଣ 8 ପ୍ରହର କିମ୍ବା 4 ପ୍ରହର କିଭଳି ପୂଜା କରିପାରିବେ। ଗତ ବର୍ଷ କଥା ଆପଣଙ୍କର ମନେ ଥିବ, ଆମେ ପ୍ରତ୍ୟେକ ପ୍ରହରରେ ଆପଣଙ୍କ ସହିତ ରାତି ସାରା ଭିଡ଼ିଓ ସେୟାର କରିଛୁ। ଛୋଟ ଛୋଟ ସର୍ଟ ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ କହିଛୁ କି ସମୟ ହେଇଗଲା, ଗୋଟିଏ ପ୍ରହର ପରେ ଗୋଟିଏ ପ୍ରହର ଆମେ ଆପଣଙ୍କୁ କହି ଚାଲିଥିଲୁ। ଏ ବର୍ଷ କିନ୍ତୁ ଆଉ ସେ ଚିନ୍ତା ରହିବ ନାହିଁ। ଆଶା କରୁଛୁ ଆପଣମାନେ ସବୁ କିଛି ଜାଣିସାରିବେଣି। ପ୍ରତିବର୍ଷ ପୂଜାରେ ଆମେ ଆପଣମାନଙ୍କ ବିଷୟରେ ଚିନ୍ତା କରିଥାଉ। ଏ ବର୍ଷ କିନ୍ତୁ ଚିନ୍ତା ମୁକ୍ତ ହେଇ ଆମେ ବି ପୂଜା କରିପାରିବୁ। ଆଶା କରୁଛୁ ଏ ଭିଡ଼ିଓ ଆପଣଙ୍କ ପାଇଁ ସାହାଯ୍ୟକାରୀ ହୋଇଥିବ। ପୁଣି ଆସିବୁ ନୂଆ ଭିଡ଼ିଓ ନେଇ। ଆଜି ପାଇଁ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ। ହର ହର ମହାଦେବ।